ପ୍ରେଜ୍ ଦ ଲର୍ଡ। ବାଇବଲର ସବୁଠାରୁ ସାନ୍ତ୍ୱନାଦାୟକ ବାକ୍ୟଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ରୋମୀୟ 8:28। ଏହି ପଦଟି ଆମକୁ କୁହେ ଯେ ଆମେ ଜାଣୁ ଯେ ପରମେଶ୍ୱର ତାଙ୍କୁ ଯେଉଁମାନେ ଭଲ ପାଆନ୍ତି ସେମାନଙ୍କ ମଙ୍ଗଳ ପାଇଁ ସବୁ କିଛି ନେଇ କାମ କରନ୍ତି। କିନ୍ତୁ ଏହାର ଅର୍ଥ କ'ଣ? ଏହାର ଅର୍ଥ ଏହା ନୁହେଁ ଯେ ଆମ ଜୀବନରେ ଘଟୁଥିବା ପ୍ରତ୍ୟେକ ଘଟଣା ଭଲ। ରୋଗ ଭଲ ନୁହେଁ, ଚାକିରି ଚାଲିଯିବା ଭଲ ନୁହେଁ, ମନର ବେଦନା ଭଲ ନୁହେଁ। ପ୍ରକୃତରେ ଏହି ପଦଟି ଆମକୁ ଯାହା ଶିଖାଏ ତାହା ହେଉଛି ଆମ ଜୀବନର ପ୍ରତ୍ୟେକ ଘଟଣାରେ ଭଲ ହେଉ କି ଖରାପ, ପରମେଶ୍ୱର ଆମ ପାଇଁ କାମ କରୁଛନ୍ତି। ସେ ଜଣେ ଦକ୍ଷ ବୁଣାକାର ପରି ଆମ ଜୀବନର ସବୁ ଅନୁଭବକୁ, ଖୁସି, ଦୁଃଖ, ସଫଳତା, ବିଫଳତାକୁ ନେଇ ଏକ ସୁନ୍ଦର କାନଭାସ୍ ବୁଣୁଛନ୍ତି। ସେ ସବୁ କିଛି ବ୍ୟବହାର କରି ଆମ ମଙ୍ଗଳ ପାଇଁ ଏକ ବଡ଼ ଯୋଜନା କରୁଛନ୍ତି। ଏହି ପଦଟି ଆମକୁ ବିଶ୍ୱାସ କରିବାକୁ ଡାକେ। ଯେତେବେଳେ ଜୀବନ କଷ୍ଟଦାୟକ ଲାଗେ, ଆମେ ଯେତେବେଳେ କିଛି ବୁଝିପାରୁନାହୁଁ, ସେତେବେଳେ ମଧ୍ୟ ବିଶ୍ୱାସ କରିବା ଯେ ଆମ ଜୀବନର ଲେଖକ ଭଲ, ଆମକୁ ଭଲ ପାଆନ୍ତି ଏବଂ ସବୁ କିଛି ଆମର ମଙ୍ଗଳ ପାଇଁ ଘଟାଉଛନ୍ତି। ସେ ଆମର କଷ୍ଟକୁ ମଧ୍ୟ ଏକ ଭଲ ଉଦ୍ଦେଶ୍ୟରେ ବ୍ୟବହାର କରି ପାରନ୍ତି। ଆମେନ୍।